ଏହି ତିନୋଟି କାମ କରୁଥିବା ମହିଳାଙ୍କ ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ। ନମସ୍କାର ବନ୍ଧୁଗଣ, ଆମ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଏହି ସଂସାରରେ ଆମକୁ ସମସ୍ତ ବନ୍ଧନ ଜନ୍ମରୁ ମିଳିଥାଏ, ଯେମିତିକି ବାପା, ମା, ଭାଇ, ଭଉଣୀ, ଦାଦା, ଖୁଡ଼ି ଇତ୍ୟାଦି। କିନ୍ତୁ ଆମର ଜୀବନସାଥୀ ସହ ବନ୍ଧନ ଆମେ ନିଜେ ବନାଇଥାଉ। ସେଥିପାଇଁ ସେହି ବନ୍ଧନ ସବୁଠୁ ଖାସ୍ ହୋଇଥାଏ। ପତି ପତ୍ନୀଙ୍କୁ ଶିବ ପାର୍ବତୀ ତଥା ଲକ୍ଷ୍ମୀ ନାରାୟଣଙ୍କ ରୂପ ବୋଲି କୁହାଯାଇଥାଏ। ଯେମିତି ଭଗବାନ ଶିବ ପାର୍ବତୀଙ୍କ ବିନା ଅଧୁରା ଅଟନ୍ତି ଏବଂ ନାରାୟଣ ଲକ୍ଷ୍ମୀଙ୍କ ବିନା ସମ୍ପୂର୍ଣ୍ଣ ହୁଅନ୍ତି ନାହିଁ, ସେହିପରି ପତି ଏବଂ ପତ୍ନୀ ଜଣେ ଅନ୍ୟ ଜଣଙ୍କ ବିନା ଅଧୁରା ହୋଇଥାଏ। ପତ୍ନୀ ନିଜ ପତିର ଶକ୍ତି ଏବଂ ନିଜ ଘରର ଲକ୍ଷ୍ମୀ ହୋଇଥାଏ। ଯଦି ପତ୍ନୀ ଚାହିଁବ ତାହେଲେ ଘରକୁ ସ୍ୱର୍ଗ କରିପାରିବ ଏବଂ ଯଦି ଚାହିଁବ ମଧ୍ୟ ଘରକୁ ନର୍କ କରିପାରିବ। ଏହା ପତ୍ନୀ ଉପରେ ନିର୍ଭର କରିଥାଏ। ଆମେ ଏମିତିକି ବହୁତ ବାର ଏହା ଦେଖିଥିବା କି ଅନେକ ଲୋକଙ୍କର ଭାଗ୍ୟ ତାଙ୍କର ବିବାହ କରିବା ପରେ ହଠାତ୍ ବଦଳିଯାଏ। ସେ ହଠାତ୍ ବିକାଶ ଦିଗରେ ବହୁତ ଆଗକୁ ବଢ଼ିଯାଏ। ତାର ଏହିସବୁ ପରିବର୍ତ୍ତନ ତାଙ୍କ ଘରକୁ ଆସିଥିବା ଲକ୍ଷ୍ମୀ ଅର୍ଥାତ୍ ନିଜର ପତ୍ନୀଙ୍କ କାରଣରୁ ହିଁ ହୋଇଥାଏ। ଏମିତି ବି ବହୁତ ବାର ମହିଳାମାନେ କିଛି ଏପରି କାର୍ଯ୍ୟ କରିଥାନ୍ତି ଯାହାର ପ୍ରଭାବ ତାଙ୍କର ସ୍ୱାମୀଙ୍କ ଉପରେ ପଡ଼ିଥାଏ। ଆଜି ଆମେ ଆପଣମାନଙ୍କୁ ଏପରି 3ଟି କାର୍ଯ୍ୟ ବିଷୟରେ କହିବୁ। ଯଦି ଏହି କାର୍ଯ୍ୟକୁ ସ୍ତ୍ରୀ ଲୋକମାନେ କରୁଛନ୍ତି ତାହେଲେ ତୁରନ୍ତ ରୋକିଦିଅନ୍ତୁ, ନଚେତ୍ ଏହାର ଖରାପ ପ୍ରଭାବ ଆପଣ ଏବଂ ଆପଣଙ୍କ ସ୍ୱାମୀଙ୍କ ଉପରେ ପଡ଼ିବ। ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟଗୁଡ଼ିକ ବିଷୟରେ। ମୋର ପ୍ରିୟ ବନ୍ଧୁମାନେ, ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଯଦି ଆପଣ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓକୁ ଶେଷ ହେବା ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭଲ ଲାଗିଲେ ଗୋଟେ ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ସବୁଠୁ ପ୍ରଥମ କଥା ହେଲା ସ୍ୱାମୀର ପର୍ସରୁ ପଇସା ଚୋରାଇବା। ଆମେମାନେ ଏହା ଜାଣିଛୁ କି ପତ୍ନୀମାନେ କେବେ ବି ନିଜ ବିଷୟରେ ଭାବିନଥାନ୍ତି। ସେମାନେ ସ୍ୱାର୍ଥପର ହୋଇପାରନ୍ତି ନାହିଁ, କିନ୍ତୁ ବେଳେବେଳେ ନିଜର ପିଲାମାନଙ୍କ ପାଇଁ କିମ୍ବା କିଛି ପଇସା ଜମା କରି ରଖିବା ପାଇଁ କିଛି ପଇସା ନିଜର ସ୍ୱାମୀଙ୍କ ପର୍ସରୁ ଚୋରାଇ ନେଇଥାନ୍ତି ଏବଂ ତାହାକୁ ଲୁଚେଇ ରଖିଦେଇଥାନ୍ତି। କିନ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଅନୁଚିତ ଅଟେ। ଗ୍ରନ୍ଥରେ ଏହା ଲେଖାଯାଇଛି କି ଯେଉଁ ସ୍ତ୍ରୀ ନିଜ ଘରୁ ନିଜେ ପଇସା ଚୋରାଇଥାନ୍ତି ମାତା ଲକ୍ଷ୍ମୀ ତାଙ୍କ ଘରେ ପ୍ରବେଶ କରନ୍ତି ନାହିଁ। ସେମାନଙ୍କ ଘରେ ଦାରିଦ୍ରତା ଦେଖାଦେଇଥାଏ। ସେଥିପାଇଁ ମହିଳାମାନେ ନିଜର ଘରର ପଇସାକୁ ଚୋରି କରନ୍ତୁ ନାହିଁ, ସ୍ୱାମୀଙ୍କ ପାଖରୁ ମାଗିକି ନେଇ ରଖନ୍ତୁ। ଦ୍ୱିତୀୟ କଥା ଏଇକି ପତିର ଅପମାନ କରିବା। ଯେଉଁ ସ୍ତ୍ରୀମାନେ ନିଜର ପତିର ସମ୍ମାନ କରନ୍ତି ନାହିଁ ବରଂ ଅନ୍ୟ ଲୋକମାନଙ୍କ ଆଗରେ ନିଜର ପତିର ଅପମାନ କରନ୍ତି, ଯେମିତିକି ନିଜର ପତିକୁ ଅଯୋଗ୍ୟ ବୋଲି କହିଥାନ୍ତି ଏବଂ ନିଜର ସ୍ୱାମୀକୁ ଅନ୍ୟ ଲୋକମାନଙ୍କ ସହ ତୁଳନା କରିଥାନ୍ତି, ନିଜ ପତିର ଯତ୍ନ ନିଅନ୍ତି ନାହିଁ, ଏହିପରି ମହିଳାମାନଙ୍କ ଉପରେ ମାତା ଲକ୍ଷ୍ମୀ କେବେ ପ୍ରସନ୍ନ ହୁଅନ୍ତି ନାହିଁ। ରୋଗ, ବେମାର, ଦାରିଦ୍ରତା, ଦୁଃଖ, କ୍ଲେଶ ସବୁବେଳେ ତାଙ୍କ ଘରେ ବାସ କରିଥାଏ। ତୃତୀୟ କଥା ହେଲା ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ ନ କରିବା। ଆପଣଙ୍କ ଘରେ ଯେଉଁ ଲକ୍ଷ୍ମୀଙ୍କ ସ୍ୱରୂପ ଧନ ଆସିଥାଏ ତାହାର କିଛି ଅଂଶ ଆପଣଙ୍କୁ ଧର୍ମ କାର୍ଯ୍ୟରେ ନିୟୋଜିତ କରିବା ଉଚିତ। ଏହି କଥା ଆମେ କହୁନୁ, ଏହିସବୁ କଥା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆଗ କାଳରେ ମଧ୍ୟ ରାଜା ମହାରାଜା ମାନେ ନିଜ ଧନର କିଛି ଅଂଶ ଗରିବ ଲୋକଙ୍କୁ ତଥା ଯଜ୍ଞ ଆଦିରେ ଧନର ଉପଯୋଗ କରୁଥିଲେ। ଯେଉଁ ଘରର ମହିଳାମାନେ ଧର୍ମ କାର୍ଯ୍ୟରେ ସାମିଲ ହୁଅନ୍ତି ନାହିଁ, ଅତିଥି ଅଭ୍ୟାଗତମାନଙ୍କର ସେବା କରନ୍ତି ନାହିଁ, ଯୋଗୀ ଭିକାରୀମାନଙ୍କୁ ଦାନ ଧର୍ମ ଦିଅନ୍ତି ନାହିଁ, ସେମାନଙ୍କ ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି। ତେଣୁ ବନ୍ଧୁଗଣ, ଘରର ମହିଳାମାନେ ଏହିସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ଏହିଭଳି ନୂଆ ନୂଆ ଦରକାରୀ ପ୍ରସଙ୍ଗ ଜାଣିବା ପାଇଁ ଆମକୁ ଲେଖନ୍ତୁ। ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ସବୁ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଭିଡ଼ିଓ ଶେଷ ହେବା ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ ସ୍ୱାମୀ।